गोटे कथा कहूची रे अखु तू मने रखी था मोराण कांदिबुनि जमा खाली दम्भ रखी था सरी गला मो समय जाऊँगी छाड़ी लिभि गला मो सिलट भांगी गला खड़ी जीए तो आसीची सीए तो जीवरे जीए तो आसीची सीए तो जीवरे कपाल लिखन आयुष रेखा गोटे कथा कहूची रे अखु तू मने रखी था भाईर साथी रे रखिबु पाखरे सुख दुख बुझुथिबु सकाळ संध्यारे बापा पाखु जाई खाइबाकू देउथिबु गोटे कथा कहूची रे अखु तू मने रखी था मोराण कांदिबुनि जमा खाली दम्भ रखी था दुई पुओ गोटे झियो संसारे आली झियो को मु विवाह ज्वाई को देखिली से इच्छा मोर बहुटीए थिला से इच्छा मोर बहुटीए थिला रही गला मोर अकुहा कथा गोटे कथा कहूची रे अखु तू मने रखी था अंगुरु रहिले पेंथारे बसी दोकानी हसे अंगुरु खसिले पेंथारू तार रे खसे जेते भाई सेते घरटी दुनिया नीति भाई भाई एटी भगारी नीति माँ कांदई। जय श्री राम, जय जगन्नाथ, जय महिमा लेख, हर हर महादेव। प्रथमतः समस्त श्रोतागण ज्ञानी गुणी पंडित सुजन जनता जनार्दन को ये अधम दास सीजनार शरण समस्ते कहते आप शरण कहीं कहते समस्त नमस्कार कहते कि ना कई अलग किसी कहते आप शरण कहीं कहते शरण को मुझे कहे ए शिरटा को ए मथाटा को मुझे चरणार बिंदु शरणार्पण कली से मो शरण कहे एका कथा विभिन्न समय परिवेश को नहीं माँ बापा भाई भौणी शाशु ससुर पिला माने गोटे लक्ष्य मोर जे आमे कौन सी कार्य केमिति भी थाए जदि आमे भल बाट को फेरी आसुचे एटा होचे गौरव। मिस्टेक इज द नेचुरल हैबिट फॉर ह्यूमन बीइंग इन दिस मोर्टल वर्ल्ड एवरी पर्सन एवरीवेयर एवरी टाइम डूइंग मिस्टेक किंतु आमर लक्ष्य होगा दरकार से भूलटा द्वितीय थर न हो किसी शिक्षा नवा और फेरी आसो। बहुत गीत लिखे जे एमती होची एमती होची एमती होची एमती होची गोटे छिंट शासन जाइली सेठी गोटे पुअर सेवा माँ प्रति एपरी थिला माने मो निजे तांकर केही नुहे किंतु तांको सहित मत लागिला सत्य कि ये जन्म जन्मर मो सहित अच्छा तांकर व्यवहार तांको काम देखिकी मो हृदय फाटी पड़ा मु निजे मध्य तांका हाथ बस काम करी किछि समय पर अनुभव कली अरे मु आसी अतिथि यही टाइप श्रद्धा जदि प्रत्येक पुओ माँ पाखरे आसी पहुँची जिवे माँ बापर दुख दूर हो भाई भाईर संपर्क जदि रहिबो सतरे तृतीय रामचंद्र लक्ष्मण परि लगे गोटे गीत मुझे टाइप लिखुली आगुरी अंगुरु रहिले पेंथारे
ବସି ଦୋକାନୀ ହସେ, ଅଙ୍ଗୁରୁ ଖସିଲେ ପେନ୍ଥାରୁ ତାର ରେଟେ ଖସେ। ଯେତେବେଳେ ଅଙ୍ଗୁରୁ ଆଜ୍ଞା ପେନ୍ଥାରେ ଲାଗିକି ଥିବ, ଆଜିକା ଡେଟ୍ରେ ଭୁବନେଶ୍ୱର 100 ଟଙ୍କା, ସେଇ ଅଙ୍ଗୁରଟା ଦେଖିବେ ଖସି ପଡ଼ିବ, ତଳେ ପଡ଼ିଯିବ, ତା ରେଟ୍ 70 ଟଙ୍କା। ଯେତେ ଭାଇ ସେତେ ଘରଟି, ଦୁନିଆ ନୀତି ଏଇ, ଭାଇ ଭାଇ ଏଠି ଭଗାରୀ, ନୀତି ମା କାନ୍ଦଇ। ଏ ହେଉଛି କଳିଯୁଗର ନିୟମ, ସମସ୍ତେ ଲୋକ ମାନୁଛନ୍ତି ନାଇଁ ଆଜ୍ଞା। ସମୟ ଆସିଗଲାଣି, ଧର୍ମର ଜୟ ମୁଁ ନିଜ ସ୍ୱଚକ୍ଷରେ ଦେଖିକି ଆସିଲି। ଜିନ୍ ସେସନ ଅକ୍ଷୟ ପାତ୍ର ଦୁଇ ଭାଇ, ଗୋଟିଏ ଭଉଣୀ ତାଙ୍କର ବିବାହ ହେଇଯାଇଛନ୍ତି। ମା ରୋଗ ଶଯ୍ୟାରେ ଥିଲେ, ଏତେ ସେବା କଲେ। ମୁଁ ମଧ୍ୟ ଆପଣ କେବେ ସେବା କଲେ କେମିତି ଜାଣିଲେ? ମୁଁ 3 ଥର, ମୋ ବନ୍ଧୁଙ୍କର ସେ ଶାଶୁ ହେବେ, ଆମେ 3 ଥର ଯାଇଛୁ 3ଟା ହସ୍ପିଟାଲକୁ। ସେ ପିଲା 10 ଦିନ 12 ଦିନ 15 ଦିନ ପର୍ଯ୍ୟନ୍ତ ସେ ଦୁଇ ଭାଇ ଯାକ ସେଇଠି ପଡ଼ିକି ରୁହନ୍ତି। ଭଉଣୀ ଆଉ ଭିଣେଇ ତାଙ୍କର ଯାଆନ୍ତି ଦେଖା କରିବାକୁ। ଆମେ ସେଠି ମଧ୍ୟ ଘଣ୍ଟା ଘଣ୍ଟା ରହିଛୁ। କ'ଣ ସେବା ହେଉଛି ଏଇଆ, ଝାଡ଼ା ପରିସ୍ରା, ବସ୍ତ୍ର ପରିବର୍ତ୍ତନ କରିବା, ପାଟିରେ ଚାମୁଚିରେ ଖୁଆଇବା, କୋଳରେ ବସେଇବା, ମୁଣ୍ଡ କୁଣ୍ଡେଇ ଦେବା, ଆଖିରୁ ଲୁହ ପୋଛି ଦେବା। ସେ ମା ସେଠି କାନ୍ଦୁ ନଥିଲା। ସେ ଭାଇ ଭାଇ ସେଠି ଭଗାରୀ ଭଳିଆ ମୋତେ ଦେଖା ହେଲେନି। ଭାଇ ଭାଇ ତ୍ରେତେୟାର ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ବଢ଼ିଆ ଦେଖା ହେଲେ। ଜାଣିଲି ଯାହା ହଉ ବିନା ଧର୍ମ କିଛି ନେଇନାହାନ୍ତି, ଭେଷ ପିନ୍ଧି ନାହାନ୍ତି, କେଡ଼ ବଡ଼ ସ୍ୱାର୍ଥକୁ ତ୍ୟାଗ କରୁଛନ୍ତି, ନିଃସ୍ୱାର୍ଥପରତାର ସେବା କରୁଛନ୍ତି। ମା ମମତା ଆଦର ଭଲ ପାଇବାକୁ ନିଜର କରିଛନ୍ତି। ସ୍ନେହ ମମତା ଆଦର ଭଲ ପାଇବା ସମ୍ପର୍କକୁ ସତରେ ସେମାନେ ଚିହ୍ନି ପାରିଛନ୍ତି। ତେଣୁ ତାଙ୍କରି ଉପରେ ଗୋଟେ ଗୀତ ମନେ ପଡ଼ିଲା ଯେତେବେଳେ ସେ ମା ଚାଲିଗଲେ। ଆଉ ମୁଁ ତାଙ୍କ ସାଥିରେ ଯାଇଥିଲି ଶବଦାହ କରିବାକୁ ଝିଣ୍ଟ ଶାସନ ଶ୍ମଶାନକୁ। ସେଥିରେ ତାଙ୍କ ମା ଯେଉଁ ଟାଇପ୍ର ପୁଅମାନଙ୍କ ସହିତ ସେତିକି ମରିଛନ୍ତି, ଆଖିଟା ଖୋଲା ଅଛି, ଅନେଇକି ଦେଖିକି ଅନେଇଛନ୍ତି। ପୁଅ ତା ମୋ ଆଖିକି ଅନେଇକି କାନ୍ଦି ପକାଉଛି, ମା ଆଖିଟା ଖୋଲା ଅଛି, ସେତିକି ମା ଅନେଇଛି। ଦୁଇ ପୁଅ ଯାକ ଅନେଇକି ବୋଉ 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 ଏମିତି ହୁଅନ୍ତି। ସେ ବଞ୍ଚିଥିଲା ବେଳେ ମୋତେ ଗୋଟେ ଖାଲି କଥା କହିଥିଲେ, ପୁଅ ଆମ ଜ୍ୱାଇଁ ସହିତ ଏତେ ସାଙ୍ଗସାଥି ହେଉଛ, ଏ ଜୀବନଟା କେତେବେଳେ ଚାଲିଯିବ, ଗୋଟେ ବୋହୂଟା କରିଦେଇଥିଲେ ଭଲ ହେଇଥାନ୍ତା। ମୁଁ ଟିକେ ଦେଖୁଥିବ ମୋ ପୁଅ ପାଇଁ। ବୋହୂଟା ବୋହୂ ଘର ମୁଁ ଦେଖିଥିଲି, କିନ୍ତୁ ବୋହୂଟା ଆସିବା ପୂର୍ବରୁ ଏ ମା ଚାଲିଗଲେ। ସେ ଯେତେବେଳେ ତାଙ୍କର ମା ଆଉ ପୁଅ ଆଉ ପାଖରେ ଭଉଣୀ ପାଖରେ, ସେପଟେ ମା ପୁଅ କାନ୍ଦିଲା ଭିତରେ ସିଆଡ଼େ ଭଉଣୀ ଆଇଲା ବେଳକୁ ତା କାନି ଭିତରେ ମୁହଁ ପୁରେଇକି ତୁ ମୋ ମା ତୁ ମୋ ଭଉଣୀ କହିକି ଗଡ଼ି ପଡ଼ୁଥାନ୍ତି। ସେ ସମୟରେ ହଠାତ୍ ମୋ ମନକୁ ଗୋଟେ ଗୀତ ଆସିଲା। ସେଇ ଗୀତଟି ମୁଁ ଆପଣଙ୍କ ପାଖରେ ପହଞ୍ଚେଇବି। ମୁଁ ଜାଣିନି କେତେ ଶବ୍ଦ ଆପଣଙ୍କର ମିଶିବ, କେତେ ଶବ୍ଦ ମିଶିବନି, କିନ୍ତୁ ମୋର ଭାବର ଗୀତ। ଗୋଟେ କଥା କହୁଛି ରେ ଅଖୁ, ତୁ ମନେ ରଖିଥା, ମୋ ରାଣ କାନ୍ଦିବୁନି ଜମା, ମୁଁ ଖାଲି ଦମ୍ଭ ରଖିଥା। ସରିଗଲା ମୋ ସମୟ ଯାଉଅଛି ଛାଡ଼ି, ଲିଭିଗଲା ମୋ ସିଲଟ ଭାଙ୍ଗିଗଲା ଖଡ଼ି, ଯିଏ ତ ଆସିଛି ସିଏ ତ ଯିବରେ, ଯିଏ ତ ଆସିଛି ସିଏ ତ ଯିବରେ, କପାଳ ଲିଖନ ଆୟୁଷ ରେଖା। ଗୋଟେ କଥା କହୁଛି ରେ ଅଖୁ, ତୁ ମନେ ରଖିଥା, ଭାଇର ସାଥିରେ ରଖିବୁ ପାଖରେ, ସୁଖ ଦୁଃଖ ବୁଝୁଥିବୁ, ସକାଳ ସନ୍ଧ୍ୟାରେ ବାପା ପାଖୁ ଯାଇ ଖାଇବାକୁ ଦେଉଥିବୁ। ଗୋଟେ କଥା କହୁଛି ରେ ଅଖୁ, ତୁ ମନେ ରଖିଥା, ମୋ ରାଣ କାନ୍ଦିବୁନି ଜମା, ମୁଁ ଖାଲି ଦମ୍ଭ ରଖିଥା। ଦୁଇ ପୁଅ ଗୋଟେ ଝିଅ ସଂସାରେ ଆଣିଲି, ଝିଅକୁ ମୁଁ ବିଭା ଦେଇ ଜ୍ୱାଇଁକୁ ଦେଖିଲି, ଶେଷ ଇଚ୍ଛା ମୋର ବୋହୂଟିଏ ଥିଲା, ଶେଷ ଇଚ୍ଛା ମୋର ବୋହୂଟିଏ ଥିଲା,
ରହିଗଲା ମୋର ଅକୁହା କଥା। ଗୋଟେ କଥା କହୁଛି ରେ ଅଖୁ ତୁ ମନେ ରଖିଥା, ମୋ ଗଢ଼ା ସଂସାରେ ନଥିବି ପାଖରେ, ଭାବିବୁନି କେବେକା ଭାଇର ସାଥିରେ ଭଉଣୀ ପାଖରେ ମନ କରି ପୁନି ଫିକା। ଗୋଟେ କଥା କହୁଛି ରେ ଅଖୁ ତୁ ମନେ ରଖିଥା, ମୋ ରାଣ କାନ୍ଦିବୁନି ଜମା ମୁଁ ଖାଲି ଦମ୍ଭ ରଖିଥା। ବାପା ଦାଦା ଆଜିଠାରୁ ହେବେ ବାପା ମା, ସୁଖେ ଦୁଃଖେ ତୋ ଭଉଣୀ ପାଖେ ବଠିଆ। ସାନ ଭାଇକୁ ତୁ ସ୍ନେହ କରିବୁ, ସାନ ଭାଇକୁ ତୁ ସ୍ନେହ କରିବୁ, ହସି ହସି ଚାଲି ଯିବି ରେ ଏକା। ଗୋଟେ କଥା କହୁଛି ରେ ଅଖୁ ତୁ ମନେ ରଖିଥା। ଶେଷରେ ତା ହୃଦୟ ଫାଟି ଯାଉଛି, ବରଡ଼ ଶଯ୍ୟାରେ ଶୋଇକି କହୁଛି, ପୁଅ ଝିଅ ମନ ଜମା ବୁଝିବନି, ଲୁହ ଧାର ବହିଯିବ, ରକ୍ତ ମାଉଁସର ଗଢ଼ିଥିବା ପିଣ୍ଡ ଆଉ ଡାକ ନ ଶୁଣିବ। ଗୋଟେ କଥା କହୁଛି ରେ ଅଖୁ ତୁ ମନେ ରଖିଥା, ମୋ ରାଣ କାନ୍ଦିବୁନି ଜମା ମୁଁ ଖାଲି ଦମ୍ଭ ରଖିଥା। ମା ଖୁଡ଼ିର ପଣ ତ ଆଜି ସରିଯିବ, ତୋ ଭଉଣୀ ପଣ ତ ତୁମ ଆଶ୍ରା ହୋଇଥିବ। ବାପା ଭାଇ ନେଇ କରିବ ସଂସାର, ବାପା ଭାଇ ନେଇ କରିବ ସଂସାର, ମହାପ୍ରଭୁ ତୋତେ ଦେବେନି ଧୋକା। ଗୋଟେ କଥା କହୁଛି ରେ ଅଖୁ ତୁ ମନେ ରଖିଥା। ବଡ଼ ପୁଅ ନାଁ ହେଉଛି ଅଖୁ, ଆଉ ସାନ ପୁଅ ନାଁ ହେଉଛି ଅମୁ। ଗୋଟିଏ ଭଉଣୀ ଭିଣେ, ତାଙ୍କର ଏଇ ଶୋକାତୁର ପରିବେଶ, ସ୍ନେହ ମମତା ଆଦର ଭଲ ପାଇବାର ସମ୍ପର୍କର ପରିବେଶ। ମୁଁ କିଛି ସମୟର ଅତିଥି ଥିଲି, ସେଇ ଅତିଥି ତାଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ। କାରଣ ସେ ଦୁଃଖରେ ଯେଉଁ ମୁଁ ଭାଗି ହେଇଛି, ମୁଁ ଜାଣିନି ତାଙ୍କ ସୁଖରେ ଭାଗି ହେଇପାରିବି ନା ନାହିଁ, କିନ୍ତୁ ସବୁବେଳ ପାଇଁ ଏମିତିଆ ପରିବାର ଯଦି ଏ ବିଭୁମଣ୍ଡଳ ଅବନୀ ଭାରରେ ମୋତେ ମିଳିବେ ମୁଁ ବହୁତ ଆନନ୍ଦିତ ହେବି। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ମହିମା ଅଲେଖ, ହର ହର ମହାଦେବ।